ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଥମ ଥର ପାଇଁ ଭାରତରେ ଆସନ୍ତା ବର୍ଷ ଆୟୋଜନ ହେବ ୱେବ୍ସ ଶିଖର ସମ୍ମିଳନୀ, କହିଲେ ପ୍ରଧାନମନ୍ତ୍ରୀ। 2025-26 ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ନେଇ ବ୍ୟବସାୟୀ ଏବଂ ଶିଳ୍ପପତିଙ୍କ ସହ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ। 700 ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କଲା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣା ପକ୍ଷୀ ଯୋଗୁଁ ଘଟିଥିବା ସେଠାକାର କର୍ତ୍ତୃପକ୍ଷଙ୍କ ପ୍ରାଥମିକ ଆକଳନ ଏବଂ ମେଲବୋର୍ଣ୍ଣ ଚତୁର୍ଥ ଟେଷ୍ଟରେ 184 ରନ୍ରେ ଭାରତ ପରାସ୍ତ। ସିରିଜ୍ରେ ଅଷ୍ଟ୍ରେଲିଆ 2-1ରେ ଆଗୁଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ଭାରତରେ ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ ୱେବ୍ସ ଆୟୋଜନ କରାଯିବ। ମନ୍ କି ବାତ୍ର ଗତକାଲିର ସଂସ୍କରଣରେ ଏ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ସୃଜନଶୀଳ ପ୍ରତିଭାକୁ ବିଶ୍ୱ ଆଗରେ ପ୍ରଦର୍ଶନ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ସମ୍ମିଳନୀରେ ଭାରତକୁ ବୈଷୟିକ ବିଷୟବସ୍ତୁ ସୃଷ୍ଟିର ଏକ କେନ୍ଦ୍ର ଭାବେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗଦେବେ। ୱେବ୍ସ ପ୍ରସ୍ତୁତିରେ ଯୁବ ନିର୍ମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଭାରତ $5 ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବହୁ ବ୍ୟକ୍ତିବିଶେଷଙ୍କର ଉତ୍କର୍ଷ ଉପରେ ଆଲୋକପାତ କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ବଜେଟ୍ ପ୍ରସ୍ତୁତି ନେଇ ବ୍ୟବସାୟୀ ଏବଂ ଶିଳ୍ପପତିଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ସାମଗ୍ରୀ ବ୍ୟବହାର ବୃଦ୍ଧି ଏବଂ ଜିଡିପି ଅଭିବୃଦ୍ଧି ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଫେବୃଆରୀ 1ରେ ସଂସଦରେ ଉପସ୍ଥାପନ କରାଯାଇପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା କ୍ରମାଗତ ଅଷ୍ଟମ ବଜେଟ୍ ଉପସ୍ଥାପନ ହେବ। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର 700 ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଛି। ଏହି ସଫଳତା ଭାରତକୁ ବିଶ୍ୱସ୍ତରରେ ଚତୁର୍ଥ ସ୍ଥାନରେ ପହଞ୍ଚାଇଛି। ଗତ 10 ବର୍ଷ ମଧ୍ୟରେ ଦେଶରେ ମୋଟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପ୍ରାୟ $709 ବିଲିୟନରୁ ଅଧିକ ରହିଥିଲା। ଭିତ୍ତିଭୂମି, ବଜାର ବ୍ୟବସ୍ଥା, ନବସୃଜନ କ୍ଷେତ୍ରରେ ଅଗ୍ରଗତି କରିବା ସହ ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କରେ 2014 ମସିହାରେ 71ତମ ସ୍ଥାନରେ ଥିବା ଭାରତ 2018ରେ 39ତମ ସ୍ଥାନରେ ପହଞ୍ଚିଥିଲା। ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ଭାରତ ତୃତୀୟ ସ୍ଥାନକୁ ଅଗ୍ରସର ହେଉଛି। ଲଜିଷ୍ଟିକ୍ସଠାରୁ ଆରମ୍ଭ କରି ଉଦ୍ଭାବନ, ନିରାପତ୍ତା ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ଭାରତ ଯଥେଷ୍ଟ ଅଗ୍ରଗତି କରିଥିବା ଜଣାପଡ଼ିଛି। 2015ରୁ 2018 ମଧ୍ୟରେ ବ୍ୟବସାୟ କରିବାର ସହଜତା ସୂଚକାଙ୍କରେ 42ଟି ସ୍ଥାନ ଉପରକୁ ଉଠିଛି। ପୁଞ୍ଜିନିବେଶ କ୍ଷେତ୍ରରେ ଦେଶରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଚଳିତ ବର୍ଷ ଚୀନ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅଶୋଧିତ ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ର ହୋଇଛି। ମୋବାଇଲ ଫୋନ୍ ଉତ୍ପାଦନରେ ଭାରତ ବିଶ୍ୱସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବେ ନିଜକୁ ପ୍ରତିପାଦିତ କରିପାରିଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଦେଶରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। କୃଷକଙ୍କ ବନ୍ଦ ଡାକରା ଯୋଗୁଁ ପଞ୍ଜାବର ଅନେକ ସ୍ଥାନରେ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସଂକ୍ରାନ୍ତ ଆଇନଗତ ଗ୍ୟାରେଣ୍ଟି ଦାବିରେ କୃଷକଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ଏବଂ ସଡ଼କ ଯୋଗାଯୋଗ ବ୍ୟାହତ ହେବା ସହ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଆକାଶବାଣୀ ସମ୍ବାଦ ସେବା ବିଭାଗ ପକ୍ଷରୁ ବର୍ଷ ଶେଷ ଅବସରରେ ଆସନ୍ତାକାଲି 2024 ସେହି ବର୍ଷ ଥିଲା ସ୍ମୃତି ରହିଯାଇଛି ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଇଂରାଜୀରେ ପ୍ରସ୍ତୁତ 30 ମିନିଟ୍ ଅବଧିର ଏହି କାର୍ଯ୍ୟକ୍ରମ 100.1 FM ଗୋଲ୍ଡ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିରେ ରାତି 8ଟାରୁ ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦର ୱେବ୍ସାଇଟ୍ news.air.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ଆକାଶବାଣୀ AIR ଏବଂ news.airରେ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣା ପକ୍ଷୀ ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି। ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାର କିଛି ସମୟ ପୂର୍ବରୁ ପକ୍ଷୀ ସହ ମାଡ଼ ହେବା ନେଇ ସମ୍ଭାବ୍ୟ ସତର୍କ ସୂଚନା ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ବିମାନକୁ ପ୍ରଦାନ କରାଯାଇଥିଲା। ଏପରିକି ବଞ୍ଚିଥିବା କ୍ରିଉ ସଦସ୍ୟଙ୍କ ମଧ୍ୟରୁ ଜଣେ ବିମାନରେ ପକ୍ଷୀ ଧକ୍କା ହୋଇଥିବା ନେଇ ସୂଚନା ଦେଇଛନ୍ତି।
ତେବେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଥିବା କର୍ତ୍ତୃପକ୍ଷ କହିଛନ୍ତି। ଏହି ବିମାନ ଦୁର୍ଘଟଣାରେ 181 ଜଣଙ୍କ ମଧ୍ୟରୁ 179 ଜଣଙ୍କର ମୃତ୍ୟୁ ହୋଇଛି। 2 ଜଣ କ୍ରିଉ ସଦସ୍ୟଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ 175 ଜଣ ଯାତ୍ରୀ ଏବଂ 4 ଜଣ କ୍ରିଉ ସଦସ୍ୟ ରହିଛନ୍ତି। ଦୁର୍ଘଟଣାକୁ ନେଇ ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସୋଙ୍ଗ ମୋକ୍ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନରୁ ଡାଟା ଏବଂ ଭଏସ୍ ରେକର୍ଡ ସହିତ ବ୍ଲାକ୍ବକ୍ସକୁ ଜବତ କରାଯାଇଛି। ଏହି ବୋଇଂ ବିମାନଟି ଗତକାଲି ସକାଳେ ମୁଆନ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରନ୍ୱେରେ ବିମାନଟି ଓହ୍ଲାଇ ଏକ କାନ୍ଥରେ ପିଟି ହୋଇ ନିଆଁ ଲାଗିଯାଇଥିଲା। ମୁଆନ୍ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସମସ୍ତ ଉଡ଼ାଣ ବାତିଲ କରିଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ବିପର୍ଯ୍ୟୟ ମୁକାବିଲାର ପ୍ରଭାବୀ ପ୍ରସ୍ତୁତି ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ବିପର୍ଯ୍ୟୟ ପରିଚାଳନା ଆୟୋଗର ପୂର୍ବତନ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ସୟେଦ ଅତା ହାସନାଇନ୍ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଶ୍ରୋତାମାନେ ବିପର୍ଯ୍ୟୟ ସମୟରେ କିଭଳି ପ୍ରସ୍ତୁତ ରହିବେ ସେ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-14444 ନମ୍ବରକୁ ରାତି 9:30 ପରେ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତକୁ 184 ରନ୍ରେ ପରାସ୍ତ କରିଛି। ଭାରତ ତା'ର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ 155 ରନ୍ ସଂଗ୍ରହ କରିଛି। ଯଶସ୍ୱୀ ଜୟସ୍ୱାଲ ସର୍ବାଧିକ 84 ରନ୍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ସ୍କଟ୍ ବୋଲାଣ୍ଡ 3ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ପ୍ୟାଟ୍ କମିନ୍ସ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି ପଞ୍ଚମ ଦିନର ଖେଳ ଅଷ୍ଟ୍ରେଲିଆ ତା'ର ଦ୍ୱିତୀୟ ଇନିଂସରେ ଗତକାଲିର ସ୍କୋର୍ 9 ୱିକେଟ୍ରେ 228 ରନ୍ରୁ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 234 ରନ୍ ସଂଗ୍ରହ କରିଥିଲା। ଏହି ଟେଷ୍ଟ ଜିତିବା ପାଇଁ ଭାରତ ସମ୍ମୁଖରେ ଦ୍ୱିତୀୟ ଇନିଂସରେ 340 ରନ୍ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା 5ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଏହି ବିଜୟ ସହ ଚଳିତ ବର୍ଡର ଗାଭାସ୍କର ଟ୍ରଫିର 5ଟିକିଆ ଟେଷ୍ଟ ସିରିଜ୍ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା 4ଟି ମ୍ୟାଚ୍ରେ ଅଷ୍ଟ୍ରେଲିଆ 2-1ରେ ଆଗୁଆ ରହିଛି। ସିରିଜ୍ର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଆସନ୍ତା ଜାନୁଆରୀ ମାସ 3 ତାରିଖରେ ସିଡ୍ନୀଠାରେ ଖେଳାଯିବ। ସନ୍ତୋଷ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ପଶ୍ଚିମବଙ୍ଗ ଓ କେରଳ ମଧ୍ୟରେ ମୁକାବିଲା ହେବ। ଆସନ୍ତାକାଲି ସନ୍ଧ୍ୟା 7:30ଟାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହାଇଦ୍ରାବାଦର ଜିଏମ୍ସି ବାଲାଜୋଗି ଷ୍ଟାଡିୟମ୍ଠାରେ ଗତକାଲିର ପ୍ରଥମ ସେମିଫାଇନାଲ୍ରେ ପଶ୍ଚିମବଙ୍ଗ ଗତଥରର ଚମ୍ପିୟନ୍ ସର୍ଭିସେସ୍କୁ 4-2 ଗୋଲ୍ରେ ପରାସ୍ତ କରିଥିଲା। ଏହି ବିଜୟ ସହ ପଶ୍ଚିମବଙ୍ଗ 47 ଥର ପାଇଁ ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟକୁ 32 ଥର ଜିତିବାର ରେକର୍ଡ ପଶ୍ଚିମବଙ୍ଗ ନାଁରେ ରହିଛି। ଦ୍ୱିତୀୟ ସେମିଫାଇନାଲ୍ରେ କେରଳ 5-1 ଗୋଲ୍ରେ ମଣିପୁରକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛି। ହକି ଇଣ୍ଡିଆ ଲିଗ୍ 2024-25 ପ୍ରତିଯୋଗିତାର ପୁରୁଷ ବର୍ଗରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରାହ ବେଙ୍ଗଲ ଟାଇଗର୍ସ ଏବଂ ସୋରମା ହକି କ୍ଲବ୍ ବିଜୟୀ ହୋଇଛନ୍ତି। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଅନୁଷ୍ଠିତ ଦୁଇଟିଯାକ ମ୍ୟାଚ୍ ମଧ୍ୟରୁ ପ୍ରଥମ ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ ହାଇଦ୍ରାବାଦ ତୋଫାନ୍ସକୁ 3-2 ଗୋଲ୍ରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ୍ରେ ସୋରମା ହକି କ୍ଲବ୍ ସୁଟ୍ଆଉଟ୍ ଜରିଆରେ 4-1 ଗୋଲ୍ରେ ତାମିଲନାଡୁ ଡ୍ରାଗନ୍ସକୁ ପରାସ୍ତ କରିଛି। ଆଜି କଳିଙ୍ଗ ଲାନ୍ସର୍ସ ଏବଂ ୟୁପି ରୁଦ୍ରସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାରେ ଉଲ୍ଲେଖନୀୟ ହ୍ରାସ ଘଟିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଗାମୀ କିଛିଦିନ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର, ଲଦାଖ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଶୀତ ଲହରୀ ଜାରି ରହିବ। ହିମାଚଳ ପ୍ରଦେଶରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଇଏମ୍ଡି କହିଛି ଆସନ୍ତା 5 ଦିନ ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବନିମ୍ନ ତାପମାତ୍ରା 4ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଥମ ଥର ପାଇଁ ଭାରତରେ ଆସନ୍ତା ବର୍ଷ ଆୟୋଜନ ହେବ ୱେବ୍ସ ଶିଖର ସମ୍ମିଳନୀ, କହିଲେ ପ୍ରଧାନମନ୍ତ୍ରୀ। 2025-26 ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ନେଇ ବ୍ୟବସାୟୀ ଏବଂ ଶିଳ୍ପପତିଙ୍କ ସହ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ। 700 ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କଲା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣା ପକ୍ଷୀ ଯୋଗୁଁ ଘଟିଥିବା ସେଠାକାର କର୍ତ୍ତୃପକ୍ଷଙ୍କ ପ୍ରାଥମିକ ଆକଳନ ଏବଂ ମେଲବୋର୍ଣ୍ଣ ଚତୁର୍ଥ ଟେଷ୍ଟରେ 184 ରନ୍ରେ ଭାରତ ପରାସ୍ତ। ସମ୍ବାଦ ଶେଷ ହେଲା।